ସବୁବେଳେ ବସିକି ପାନ ଖାଉଥାଉ, ଘର କଥା ଟିକେ ମୁଣ୍ଡରେ ପୁରାଅ। କଣ ହେଲା କି? କଣ ହେଲା? କାଲି ବା 101 ଟଙ୍କା ଆଇଥିଲା ପ୍ରଧାନମନ୍ତ୍ରୀ ଯୋଉ ସୁଭଦ୍ରା ଯୋଜନା ଦେଇଥିଲେ, ଟଙ୍କାଟା ଆସିଛି। 17 ତାରିଖ ଦିନ ମିଳିବ ଆଉ ପଇସା। ବୋହୁ କହୁଛି ପାଟ କିଣିବ। 5,000 ସୁଭଦ୍ରା ଯୋଜନା ମିଳିବ ତ? ହଁ। ବୋହୁ ତ କହୁଛି ପାଟ କିଣିବ, ତମେ କଣ କହିବ? ମୁଁ ତାକୁ କହିଲି କି ତୁ ପଇସାକୁ 2 ପଇସା କର, ଆମେ କେତେ ଦିନ ବଞ୍ଚିବୁ? ତୁ 50,000 ଟଙ୍କା 5 ବର୍ଷ ଦେବେ, ତୁ ପଇସାଟାକୁ 2 ପଇସା କରି ଚଳିବୁ ନା ତାକୁ ନେଇକି ତୁ ମିଠେଇ ଖାଇବୁ? ସେ ମୋ ହାତରେ କଳି କରି ମାନେ ଖାଉ ଖାଉ କହିକି ଏର ମୁହଁ କରି ବଇଛି। ସେଠି ସିଏ ନ ବୁଝୁଛି, ବଡ଼ ପିଲା ହେଲାଣି, ବାରମ୍ବାର କହିବାଟା ଭଲ ନୁହେଁ। ଆଉ ଯଦି ସିଏ ନ ବୁଝୁଛି ତାହେଲେ ତମେ ଆଉ କଣ କରିବ? କେତେ ଦୂର କହିବ? କଣ ସିଏ ବୁଝିବନି? କଣ ବୁଝିବନି? ତୁ ଘରର ବୋହୂ ହେଲୁ, ଆମେ କେତେ ଦିନ ବଞ୍ଚିବୁ? ଆମର କଣ ଝିଅ ଅଛି ନା ଆମେ ଦେଇ ଦଉଛୁ ନା କଣ କରୁଛୁ?